ଶ୍ରାବଣ ମାସରେ କିଣନ୍ତୁ ଏହି 10ଟି ଜିନିଷ, ବଦଳିଯିବ ଭାଗ୍ୟ। ବର୍ତ୍ତମାନ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବର୍ତ୍ତମାନ ମହାଦେବଙ୍କର ପ୍ରିୟ ମାସ ଶ୍ରାବଣ ମାସ ଚାଲିଛି। ଏହା ଗୋଟିଏ ପବିତ୍ର ମାସ ଅଟେ। ମାନ୍ୟତା ରହିଛି ଯେ ଏହି ମାସରେ ମହାଦେବଙ୍କର କିଛିଟା ପ୍ରିୟ ବସ୍ତୁ ଯଦି କିଣା ଯାଇଥାଏ ତେବେ ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ଏହି ମାସରେ ମହାଦେବଙ୍କର ପ୍ରିୟ ରୁଦ୍ରାକ୍ଷ କିଣି ଘରକୁ ଆଣି ଶୁଭ ଅଟେ ଏବଂ ଏହାକୁ ମହାଦେବଙ୍କ ନିକଟରେ ରଖି ନିୟମିତ ଚନ୍ଦନ ଓ ବେଲପତ୍ର ଦେବା ଶୁଭ ହୋଇଥାଏ। ଶ୍ରାବଣ ମାସରେ ଗୋଟିଏ ଡମ୍ବୁରୁ କିଣି କୌଣସି ଛୋଟ ପିଲାଙ୍କ ଉପହାର ଭାବରେ ଦେବା ଦ୍ୱାରା ଭାଗ୍ୟର ପରିବର୍ତ୍ତନ ଆସିଥାଏ। ତମ୍ବାର କଳସ କିଣି ଶ୍ରାବଣ ମାସରେ କୌଣସି ଶିବ ମନ୍ଦିରରେ ମହାଦେବଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ୱାରା ଭାଗ୍ୟର ପରିବର୍ତ୍ତନ ଆସିଥାଏ। ରୂପାର ବେଲପତ୍ରଟିଏ କିଣି ଏହି ମାସରେ ଘରକୁ ଆଣନ୍ତୁ ଏବଂ ତାହାକୁ ସଂକଳ୍ପ କରି ମହାଦେବଙ୍କ ନିକଟରେ ରଖିଦିଅନ୍ତୁ। ରୂପାରେ ତିଆରି ହୋଇଥିବା ଗୋଟିଏ ନନ୍ଦୀ କିଣନ୍ତୁ। ଏହା ଆର୍ଥିକ ଅସୁବିଧାରୁ ମୁକ୍ତି ଦେବ। ଶ୍ରାବଣ ମାସରେ ଯଦି ରୂପାର ଚନ୍ଦ୍ର ସହିତ ମୋତି ଥିବ କିଣିବେ ତେବେ ଏହା ଦ୍ୱାରା ଆପଣଙ୍କର ସମସ୍ତ ଗ୍ରହ ଶାନ୍ତ ହେବ ଏବଂ ଆପଣଙ୍କ ମନୋବଳ ବଢ଼ିବ। ଏହି ମାସର ଯେକୌଣସି ଦିନ ଆପଣ ଗୋଟିଏ ରୂପାର କଡ଼ା କିଣି ତାହାକୁ ମହାଦେବଙ୍କ ନିକଟରେ ଛୁଆଇ ନିଜ ଦକ୍ଷିଣ ହସ୍ତରେ ଧାରଣ କରନ୍ତୁ, ଯାହାଦ୍ୱାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଭସ୍ମ ମହାଦେବଙ୍କର ଖୁବ୍ ପ୍ରିୟ ଅଟେ। ଏହି ମାସରେ କିଛି ଭସ୍ମ କିଣି ତାହାକୁ ମହାଦେବଙ୍କ ନିକଟରେ ଗୋଟିଏ ରୂପା ଡବାରେ ପୂରାଇ ରଖନ୍ତୁ। ଘରର ସମସ୍ତ ଅସୁବିଧା ଦୂର ହୋଇଯିବ। ତ୍ରିଶୂଳ ଏହି ମାସରେ କିଣି ନିଜ ଘରେ ମହାଦେବଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ମହାଦେବଙ୍କର କୃପା ମିଳିବ ଏବଂ ସମସ୍ତ ଖରାପ ପରିସ୍ଥିତିରୁ ମଧ୍ୟ ଦୂରେଇ ରହିବେ। ଶ୍ରାବଣ ମାସରେ ଗୋଟିଏ ଯୋଡ଼ା ନାଗ ରୂପାର କିଣି ମନ୍ଦିରରେ ଦାନ କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ। ଆପଣମାନେ ଜାଣିଲେ ଶ୍ରାବଣ ମାସରେ କଣ କିଣିବା ଉଚିତ। ଯଦି ଆମ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଆଣ୍ଡ ଭିଜିଟିଂ।